ଲୋକମାନେ କୁହନ୍ତି ଯେ ମହିଳା ଏବଂ ଝିଅମାନେ ଅବଳା ଦୁର୍ବଳା ହୋଇଥାନ୍ତି, କିନ୍ତୁ ବେଳେବେଳେ ଏହି କଥାଟି ମିଥ୍ୟା ବୋଲି ପ୍ରମାଣିତ ହୁଏ। ବେଳେବେଳେ କିନ୍ତୁ ଏହି ଝିଅ ଓ ମହିଳାମାନେ କିଛି ଏମିତି କାଣ୍ଡ କରନ୍ତି ଏବଂ ଏପରି ନିଷ୍ଠୁରତା ଦେଖାନ୍ତି ଯାହା ମହିଳା ସମ୍ପ୍ରଦାୟ ପାଇଁ ଲଜ୍ଜାଜନକ ଅଟେ। ଆଜି ଏହି ଘଟଣା ଶୁଣିବା ବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମହିଳାମାନେ କିପରି ନିଷ୍ଠୁର ହୋଇପାରନ୍ତି, କିପରି ତାଙ୍କ ମୁଣ୍ଡରେ ଏତେ ନିଷ୍ଠୁରତା ଭରି ଯାଇପାରେ। ଯେତେବେଳେ କି ମହିଳାମାନେ ପ୍ରେମ ଓ ମମତାର ପ୍ରତୀକ ଭାବରେ ପରିଗଣିତ ହୁଅନ୍ତି ଏବଂ ଆମ ସମାଜରେ କିଛି ମହିଳା ଅଛନ୍ତି ଯେଉଁମାନେ ଏହି ମହିଳା ଜାତି ଉପରେ ଏକ ଦାଗ, ଯାହା ମୁଁ ଆଜି ବର୍ଣ୍ଣନା କରିବାକୁ ଯାଉଛି, ତାହା ଏକ ସରଳ ଏବଂ ନିରୀହ ବାଳକ ସହିତ ଚାରି ଝିଅ ଯାହା କରିଛନ୍ତି। ମଧ୍ୟରାତ୍ରିରେ ସେମାନେ ତାକୁ ନିଜ କୋଠରୀକୁ ନେଇଯାଆନ୍ତି, ତାପରେ ତା ସହିତ ଏକତ୍ର ମିଶି ପାଶବିକ ଯେ ସେ ପିଲା ଆଉ ଏହି ଦୁନିଆରେ ରହେ ନାହିଁ। ତେଣୁ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆପଣ ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ। ଏହା ହେଉଛି ପ୍ରକୃତ କାହାଣୀ। ଉତ୍ତରପ୍ରଦେଶର ଏକ ଜିଲ୍ଲା ଦେଓରିଆ, ସେଠାରେ ଏକ ପରିବାର ବାସ କରନ୍ତି। ପରିବାରରେ 4 ଜଣ ଲୋକ ରୁହନ୍ତି। ରୋହିତ ନାମକ ଜଣେ ବାଳକ, ତାଙ୍କ ପିତାମାତା ଏବଂ ସାନ ଭାଇ। ରୋହିତ ଏକ ଗରିବ ପରିବାରର ଅଟନ୍ତି। ସେ ଅଧ୍ୟୟନରେ ଉଜ୍ଜ୍ୱଳ, କିନ୍ତୁ ସମସ୍ତେ ଜାଣନ୍ତି ଯେ ଏହି ଯୁଗରେ ଶିକ୍ଷା ପାଇଁ ଅର୍ଥ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଯେଉଁମାନଙ୍କର ଟଙ୍କା ଅଛି ସେମାନଙ୍କ ପିଲାମାନେ ଭଲ ବିଦ୍ୟାଳୟରେ ପଢ଼ୁଛନ୍ତି। ଯେଉଁମାନଙ୍କର ଟଙ୍କା ନାହିଁ, ଯଦିଓ ସେମାନଙ୍କ ଶିକ୍ଷା ଭଲ, ସେମାନଙ୍କ ପିଲା ପଛରେ ରହିଯାଉଛନ୍ତି, କାରଣ ସେମାନଙ୍କ ପାଖରେ ଟଙ୍କା ନାହିଁ। ଟଙ୍କା ବିନା ସେମାନେ ଭଲ ପ୍ରୋତ୍ସାହନ ପାଉନାହାନ୍ତି। ରୋହିତ ମଧ୍ୟ ସେହି ଅସୁବିଧାରେ ସମ୍ମୁଖୀନ ହୋଇଥିଲା। ସେ 10ମ ଶ୍ରେଣୀରେ ପଢ଼ୁଥିଲା। ସେହି ସମୟରେ ତା ପରିବାରର ସ୍ଥିତି ଏତେ ଭଲ ନଥିଲା, ତେଣୁ ସେ ତାଙ୍କ ଗାଁରେ ଥିବା ଏକ ଡ୍ୟାନ୍ସ ଗ୍ରୁପ ସହିତ ଜଡ଼ିତ ହୋଇଥିଲା ଏବଂ ଷ୍ଟେଜ୍ ପ୍ରୋଗ୍ରାମକୁ ଯିବା ଦ୍ୱାରା କିଛି ଟଙ୍କା ରୋଜଗାର କରୁଥିଲା। ତେଣୁ ତାର ଉତ୍ସାହ ବଢ଼ିବାକୁ ଲାଗିଲା ଏବଂ ସେ ଭାବିଲା ଯେ ଯଦି ସେ ଏହି ନାଚ ଗୀତ ଜାରି ରଖେ, ତେବେ ଆମ ପରିବାର ପାଇଁ ଭଲ ହେବ। ଆମ ବାପା ସବୁବେଳେ ଅସୁସ୍ଥ ରହୁଛନ୍ତି। ଯାହା କିଛି ଟଙ୍କା ମୁଁ ରୋଜଗାର କରିବି ଆମ ଘର ପାଇଁ ସହାୟକ ହେବ। ତେଣୁ ସେ ସବୁବେଳେ ଡ୍ୟାନ୍ସ କରିବା ପାଇଁ ଷ୍ଟେଜ୍ ପ୍ରୋଗ୍ରାମକୁ ଯିବାକୁ ଲାଗିଲା। ଧୀରେ ଧୀରେ ସେହି ବୃତ୍ତିର ବ୍ୟକ୍ତିଙ୍କ ସହିତ ସମ୍ପର୍କ ଜାରି ରଖିଲା। ବର୍ତ୍ତମାନ ସେ ଅନୁଭବ କଲା ଯେ ମୁଁ ଅନ୍ୟର କାମ କରୁଛି ତ ମୋତେ ଏତେ ଟଙ୍କା ମିଳୁଛି, ତେଣୁ ଯଦି ମୋର ନିଜ କାମ ହୋଇଥାନ୍ତା ତ କିଛି ଅଧିକ ଟଙ୍କା ଆସିପାରନ୍ତା। ବର୍ତ୍ତମାନ ଧୀରେ ଧୀରେ ତା ମନ ବିକଶିତ ହେବାକୁ ଲାଗିଲା। ଏହାପରେ ସେ କିଛି ଟଙ୍କା ସଂଗ୍ରହ କରି ନିଜର ଏକ ଡିଜେ ଆଣିଲା। ଏହାପରେ ସେ ନିଜେ ଛୋଟ ଛୋଟ କାର୍ଯ୍ୟକ୍ରମ କରିବା ଆରମ୍ଭ କଲା ଏବଂ ଲୋକଙ୍କ ସହ କଥାବାର୍ତ୍ତା କଲା ଯେ ଯଦି କୌଣସି ପାର୍ଟି, କୌଣସି ସାଂସ୍କୃତିକ ପ୍ରୋଗ୍ରାମ ହେଉ, ଜନ୍ମଦିନ ହେଉ, ଯଦି ତୁମର ନୃତ୍ୟ ଗୀତ ଦରକାର, ତେବେ ମୋତେ ଯୋଗାଯୋଗ କରନ୍ତୁ। ତେବେ ଲୋକମାନେ ଧୀରେ ଧୀରେ ରୋହିତକୁ ଜାଣିବା ଆରମ୍ଭ କଲେ। ନିଜ ଅଞ୍ଚଳ ପରେ ବାହାରେ ମଧ୍ୟ ଲୋକମାନେ ତାକୁ ଯୋଗାଯୋଗ କରିବାକୁ ଲାଗିଲେ। ସେ ନିଜ ଜିଲ୍ଲାର ଏକ ମଞ୍ଚ କାର୍ଯ୍ୟକ୍ରମ କରିବାକୁ ଯାଇଥିଲା, ଯେଉଁଠାରେ ସେ ଜଣେ ମହିଳା ନୃତ୍ୟଶିଳ୍ପୀଙ୍କୁ ଭେଟିଥିଲେ। ତାଙ୍କ ନାମ ବିନିତା ଥିଲା। ସେ ମଧ୍ୟପ୍ରଦେଶରୁ ନାଚିବାକୁ ଆସିଥିଲେ, କାରଣ ସେ ଯେଉଁଠାରେ ଡିଜେ ପ୍ରୋଗ୍ରାମ ଯାଇଥିଲେ ତାହା ଏକ ବଡ଼ ବ୍ୟବସାୟୀଙ୍କ ପାର୍ଟି ଥିଲା। ସେଠାରେ ନୃତ୍ୟଶିଳ୍ପୀମାନଙ୍କୁ ବାହାରୁ ଡକାଯାଇଥିଲା। ସେଠାରେ ଆସିଥିବା ବିନିତା ନାମକ ମହିଳା ରୋହିତକୁ ଭେଟିଥିଲେ। ରୋହିତ ଏକ ନମ୍ର ସ୍ୱଭାବର ପିଲା ଥିଲା। ତାର ଆଚରଣ ଭଲ ଥିଲା। ସେଠାରେ ତାଙ୍କ ଆଚରଣ ଦେଖି ବିନିତା ନାମକ ମହିଳା କୁହନ୍ତି ଯେ ଯଦି ଆପଣ ନୃତ୍ୟଶିଳ୍ପୀ ଆବଶ୍ୟକ କରନ୍ତି, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କୁ ସର୍ବୋତ୍ତମ ଝିଅ ଡ୍ୟାନ୍ସର ଦେବୁ, ଯାହାଦ୍ୱାରା ଆପଣଙ୍କର କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲିବ ଏବଂ ବାକି ଝିଅମାନଙ୍କର ଦାୟିତ୍ୱ ଆପଣଙ୍କର ହେବ। ଝିଅମାନଙ୍କୁ ନିରାପଦ ଓ ସୁରକ୍ଷିତ ରଖିବା କାମ ତୁମେ ନିଜେ ବୁଝିବ ଏବଂ ହଁ,
ଆପଣ ଆମକୁ କିଛି ଅଂଶ କମିଶନ ଭାବରେ ଦେବେ। ରୋହିତ ଏହି କଥାକୁ ଗ୍ରହଣ କଲା। ଯଦି ଆମେ ଭଲ ଝିଅ ନୃତ୍ୟଶିଳ୍ପୀ ପାଉ ତେବେ ଜନସାଧାରଣଙ୍କର ଚାହିଦା ରହିଥାଏ ଯେ ଭଲ ଭଲ ଝିଅ ନୃତ୍ୟଶିଳ୍ପୀଙ୍କ ନାଚ ଦେଖିବା। ଯଦି ଆମେ ଭଲ ଝିଅ ନୃତ୍ୟଶିଳ୍ପୀ ପାଇଥାଉ ତେବେ ଆମର ରୋଜଗାର ମଧ୍ୟ ଭଲ ହୋଇଥାଏ। ତେଣୁ ସେ ବିନିତାକୁ ହଁ କହିଲା। ସେହି ଦିନ ଏବଂ ସେହି ରାତି ପରେ ଯେତେବେଳେ ନୃତ୍ୟ କାର୍ଯ୍ୟକ୍ରମ ଶେଷ ହୁଏ ବିନିତା ମଧ୍ୟପ୍ରଦେଶକୁ ଫେରିଯାଆନ୍ତି। ରୋହିତ ତାଙ୍କ ଦେଓରିଆ ଜିଲ୍ଲାକୁ ଫେରିଯାଆନ୍ତି। ସମୟ ଧୀରେ ଧୀରେ ବିତିଗଲା। ବର୍ତ୍ତମାନ ଦିନେ ରୋହିତ ବିନିତାଙ୍କ ସହ ଫୋନରେ କଥା ହୁଅନ୍ତି ଏବଂ କୁହନ୍ତି ଯେ ଆମକୁ ଛପ୍ରା ଜିଲ୍ଲାର ଷ୍ଟେଜ୍ ପ୍ରୋଗ୍ରାମ ପାଇଁ ବହୁତ ବଡ଼ ଅଫର୍ ମିଳିଛି। ଯଦି ତମେ ଭଲ ଭଲ ଝିଅ ଡ୍ୟାନ୍ସର ପଠାଇବ ତେବେ ତୁମକୁ ଭଲ ଅଙ୍କର କମିଶନ ମଧ୍ୟ ମିଳିଯିବ। ତେଣୁ ବିନିତା କମିଶନ ପାଇବା କଥା ଶୁଣି ଖୁସି ହୋଇ କହିଲେ ଠିକ୍ ଅଛି। ମଧ୍ୟପ୍ରଦେଶରୁ 4 ଜଣ ଝିଅ ଡ୍ୟାନ୍ସର ପଠାଉଛି। ସେହି ଝିଅମାନେ ଦେଓରିଆ ଜିଲ୍ଲାରେ ରୋହିତଙ୍କ ସ୍ଥାନକୁ ଆସି ପହଞ୍ଚିଗଲେ ଏବଂ ରୋହିତ ସେମାନଙ୍କୁ ରିସିଭ୍ କଲେ। ଏହାପରେ ସେ ଝିଅଙ୍କୁ ଏକ ଭଡ଼ା ଘରେ ରଖିବାର ବ୍ୟବସ୍ଥା କଲା। ସେମାନଙ୍କ ଖାଦ୍ୟ ପାନୀୟର ଯତ୍ନ ନେବା ସୁରକ୍ଷାର ଦେଖାଶୁଣା ନିଜେ କରନ୍ତି। ତାପରେ ସେମାନଙ୍କ ସହ ଛାପ୍ରା ନୃତ୍ୟ କାର୍ଯ୍ୟକ୍ରମକୁ ଯାଆନ୍ତି ଯେଉଁଠାରେ ସେ ପାର୍ଟିରୁ କାମ ନେଇଥିଲେ। ସେ ସେଠାରେ ନିଶ୍ଚିତ ଭାବରେ ଭଲ ରକମର ଟଙ୍କା ପାଇଲେ ଏବଂ ଝିଅମାନେ ସୁନ୍ଦର ଥିବାରୁ ଷ୍ଟେଜରେ ମଧ୍ୟ ଭଲ ଟଙ୍କା କଲେକ୍ସନ୍ ହେଲା। ରୋହିତ ବହୁତ ଖୁସି ହେଲା ଯେ ଏବେ ଆମ ବ୍ୟବସାୟ ଭଲ ସ୍ଥାନରେ ପହଞ୍ଚିଗଲା। ଭଲ ବୃଦ୍ଧି ପାଇଲା। ଏବେ ସେହି ଝିଅମାନଙ୍କର ଦେଖାଶୁଣା ବହୁତ ଆଗ୍ରହର ସହିତ କରିବାକୁ ଲାଗିଲା ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ନିରାପତ୍ତା ସହିତ ସେମାନଙ୍କର କୌଣସି ଅସୁବିଧା ନ ହେବା ପାଇଁ ଚେଷ୍ଟା କଲା। ଯେହେତୁ ସେହି ଝିଅମାନେ ଭଲରେ ରହିବେ ତେବେ ଆମର କାମ ଭଲରେ ଚାଲିବ। ଝିଅମାନଙ୍କର ବହୁତ ଯତ୍ନ ନେଲା। ଝିଅମାନେ ମଧ୍ୟ ରୋହିତର ବ୍ୟବହାର ଆଚରଣରେ ବହୁତ ଖୁସି ଥିଲେ କାରଣ ରୋହିତର ବ୍ୟବହାର ବହୁତ ଭଲ ଥିଲା। ସେ କାହାକୁ କିଛି ଖରାପ କରି କହୁନଥିଲା କିମ୍ବା ତା ଦେଖିବାର ନଜର କାହା ପ୍ରତି ମନ୍ଦ ନଥିଲା। ଝିଅମାନଙ୍କର ସେ ସବୁବେଳେ ଯତ୍ନ ନେଉଥିଲା। ଧୀରେ ଧୀରେ ସମୟ ଅତିବାହିତ ହେଲା। ଦିନେ ରୋହିତକୁ ଦେଓରିଆ ଜିଲ୍ଲାର ସଲେମପୁରରେ ଏକ ଡ୍ୟାନ୍ସ ପ୍ରୋଗ୍ରାମ ପାଇଁ କଲ୍ ମିଳିଲା। ସେ ଝିଅମାନଙ୍କୁ କହିଲେ ଏହି ଦିନ ପ୍ରସ୍ତୁତ ହୁଅ। ତୁମକୁ ଏକ ଖୋଲା ସ୍ଥାନରେ ନାଚିବାକୁ ପଡ଼ିବ। ସମସ୍ତ ଝିଅମାନେ ପ୍ରସ୍ତୁତ ହୁଅନ୍ତି। ରୋହିତ ସେ ଝିଅମାନଙ୍କୁ ନେଇ ସେଠାକୁ ଯାଆନ୍ତି। ସେଠାରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ରୋହିତ ତାଙ୍କ ଫୋନରେ ଏକ କଲ୍ ପାଆନ୍ତି ଯେ ତୁମ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଏବଂ ରୋହିତଙ୍କ ପିତା ପୂର୍ବରୁ ଅସୁସ୍ଥ ଥିବାରୁ ମାଆଙ୍କୁ ଡାକ୍ତରଖାନା କିଏ ନେଇକି ଯିବ। ପୂର୍ବରୁ ତାଙ୍କ ପିତା ଅସୁସ୍ଥ ଥିବାରୁ ରୋହିତ ଚିନ୍ତିତ ଥିଲା। ଆଉ ଏବେ ମା। ଏବେ ରୋହିତ ବିବ୍ରତ ହେବାକୁ ଲାଗିଲା ଯେ ଏଠାରେ ଝିଅମାନଙ୍କର ଦାୟିତ୍ୱ ଏବଂ ସେପଟେ ମା ଅସୁସ୍ଥ ଅଛନ୍ତି। ମୁଁ କରିବି ତ କ'ଣ କରିବି? ତାପରେ ତାଙ୍କ ମନରେ ଏକ ସାଙ୍ଗର ଚିନ୍ତା ଆସିଲା। ରୋହିତଙ୍କ ଘନିଷ୍ଠ ବନ୍ଧୁ ସୁରଜ। ସେ ସୁରଜକୁ ଫୋନ୍ କରି କହିଲା ଯଦି ତୁ ଆସି ଏଠାରେ ଆମର କାମର ଯତ୍ନ ନେଇଯାଆନ୍ତୁ ମୁଁ ଘରକୁ ଯାଇଥାନ୍ତି। ମାଆଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ଅଟେ। ସୁରଜ କହିଲା ଆରେ ସାଙ୍ଗ ବନ୍ଧୁତ୍ୱରେ ସଙ୍କୋଚ କ'ଣ? ମୁଁ ତୋର କାମ ଦେଖାଶୁଣା କରିନେବି। ସୁରଜ ଅଧଘଣ୍ଟା ମଧ୍ୟରେ ସେଠାରେ ପହଞ୍ଚିଗଲା ଯେଉଁଠାରେ ଡ୍ୟାନ୍ସ ପ୍ରୋଗ୍ରାମ ଚାଲୁଥିଲା। ରୋହିତ ସୁରଜକୁ ସବୁକିଛି ବୁଝାନ୍ତି ଏବଂ କୁହନ୍ତି ଯେ ଦେଖ ଏଠାରେ 4 ଜଣ ଝିଅ ଅଛନ୍ତି। ସେମାନଙ୍କୁ ଦେଓରିଆ କୋଠରୀକୁ ନେଇ ସେଠାରେ ଛାଡ଼ିବାକୁ ପଡ଼ିବ। ଯେପରି ଏଠାରେ ନୃତ୍ୟ କାର୍ଯ୍ୟକ୍ରମ ସମାପ୍ତ ହେବ ତାପରେ ସେମାନଙ୍କୁ ତାଙ୍କ କୋଠରୀକୁ ନେଇ ନିରାପଦରେ ଛାଡ଼ିଦେବୁ କାରଣ ଏହି ଝିଅମାନଙ୍କର ଦାୟିତ୍ୱ ମୋର ଅଟେ ଯେ ସେମାନଙ୍କ ସହ କୌଣସି ଅସଦାଚରଣ ହେବା ଉଚିତ ନୁହଁ। ତେଣୁ ତୁ ଏଠାରେ ରହ ଓ ସେସବୁ ଭଲ ଭାବରେ ଯତ୍ନ ନେ। ତାପରେ ସୁରଜ କହିଲା ଯେ ଠିକ୍ ଅଛି କୌଣସି ଅସୁବିଧା ନାହିଁ। ତୁ ଘରକୁ ଯା। ତୋ ଘରର ସମସ୍ୟା ଯାହା ଅଛି ସେସବୁ ଦେଖ। ମୁଁ ଏଠାରେ ରହି ବାକି ସବୁ ଯତ୍ନ ନେବି। ବର୍ତ୍ତମାନ ରୋହିତ ସେଠାରୁ ଚାଲିଯାଆନ୍ତି। ସୁରଜ ସେଠାରେ ରହି ପ୍ରୋଗ୍ରାମର ଦେଖାଶୁଣା କଲା।
ଧୀରେ ଧୀରେ ନୃତ୍ୟ କାର୍ଯ୍ୟକ୍ରମ 11ଟାରୁ 12କୁ ଚାଲିଗଲା। ବର୍ତ୍ତମାନ ଏହା 2 ଘଣ୍ଟା ଆହୁରି ଅତିକ୍ରମ କଲା। କାରଣ ଜନସାଧାରଣଙ୍କ ଚାହିଦା ଥିଲା, ଯଦି ନୃତ୍ୟଶିଳ୍ପୀମାନେ ଭଲ ନୃତ୍ୟ କରନ୍ତି ତେବେ ଆପଣ ନାଚ ଗୀତ କରିବା ବେଳେ ଜନସାଧାରଣଙ୍କ ଚାହିଦା ବଢ଼ିଥାଏ। ଆଉ ଗୋଟେ ଗୀତ, ଆଉ ଗୋଟେ ଗୀତ ହୋଇ ଏବେ ରାତି 2ଟା ବାଜିଗଲା। ପ୍ରୋଗ୍ରାମ ଏବେ ସମାପ୍ତ ହେଲା। ସୁରଜ ଯାଇ ଆୟୋଜକଙ୍କୁ କହିଲା, ଯାହା ତୁମର ଟଙ୍କା ପଇସାର ହିସାବ ଅଛି ରୋହିତ ଆସିଲେ କରିବ। ମୁଁ କେବଳ ନୃତ୍ୟଶିଳ୍ପୀ ଝିଅମାନଙ୍କୁ ନେଇ ଏଠାରୁ ସେମାନଙ୍କ କୋଠରୀକୁ ଛାଡ଼ିଦେବି। ଏହାପରେ ରୋହିତ ଆସିବା ପରେ ହିଁ ଟଙ୍କା ଦେଣନେଣ ହେବ। ତାପରେ ସେ ଝିଅମାନଙ୍କୁ ନେଇ ଗାଡ଼ିରେ ବସାଇଲେ। ଯେତେବେଳେ ସେ ଦେଉରିଆ ଅଭିମୁଖେ ଯାତ୍ରା କରନ୍ତି ସେତେବେଳେ ସେ ଝିଅମାନଙ୍କ ସହିତ ବହୁ ସୁନ୍ଦର ଭାବରେ କଥାବାର୍ତ୍ତା କରନ୍ତି। ଝିଅମାନେ ସୁରଜକୁ ବହୁତ ପସନ୍ଦ କରନ୍ତି ଯେ ସୁରଜ ମଧ୍ୟ ରୋହିତଙ୍କ ପରି ବହୁତ ଭଲ। ତାଙ୍କ ବ୍ୟବହାର ସ୍ୱଭାବ ବହୁତ ଭଲ। ଏହି ବାର୍ତ୍ତାଳାପ କରି ଆସିବା ପରେ ବର୍ତ୍ତମାନଠାରୁ ସେମାନେ ଦେଓରିଆରେ ପହଞ୍ଚିବା ବେଳକୁ ସମୟ 3ଟାରୁ 3:30କୁ ବୃଦ୍ଧି ପାଇଥାଏ। ଯେତେବେଳେ ସେମାନେ ରୁମ୍ରେ ପହଞ୍ଚନ୍ତି ସୁରଜ କୁହନ୍ତି ଯେ ବର୍ତ୍ତମାନ ତୁମେ ସମସ୍ତ ରୁମ୍ରେ ରୁହ ଏବଂ ମୋତେ ବର୍ତ୍ତମାନ ଯିବାକୁ ଦିଅ, ମୁଁ ଘରକୁ ଯାଉଛି। ଜଣେ ଝିଅ କହିଲା ଯେ ଏତେ ରାତି ହେଲାଣି, ତୁମେ ମଧ୍ୟ କ୍ଳାନ୍ତ, ଆମେ ମଧ୍ୟ ନାଚିବାରେ ଥକି ଯାଇଛୁ, ତୁମେ ସକାଳେ ଚାଲିଯିବ। କିଛି ସମୟ ପାଇଁ ଏଠାରେ ବିଶ୍ରାମ ନିଅ, ସକାଳ ଆସିବା ମାତ୍ରେ ତୁମ ଘରକୁ ଫେରିଯିବ। ସୁରଜ ଭାବିଲା ଯେ ସେ ଠିକ୍ କଥା କହୁଛନ୍ତି। ରାତି ବି ବହୁତ ହେଲାଣି, ମୋତେ ଘରକୁ ଯାଇ ମଧ୍ୟ ଶୋଇବାକୁ ପଡ଼ିବ। ଯେତେବେଳେ ସେ ରୁମ୍ ଭିତରକୁ ଗଲେ କୋଠରୀଟି ବେଶୀ ବଡ଼ ନଥିଲା। ସେଥିରେ ଏକ ବେଡ୍ ଥିଲା। 4 ଝିଅ ସେହି ବେଡ୍ରେ ଶୋଉଥିଲେ। ଏକ ଛୋଟ ରୋଷେଇ ଘର ଥିଲା। ସେଠାରେ ଏକ ଆଟାଚ୍ ବାଥରୁମ୍ ଥିଲା। ସେମାନଙ୍କର ସମସ୍ତ ସୁବିଧା ଜିନିଷ ସେହି କୋଠରୀରେ ଥିଲା। ତେଣୁ ସୁରଜ ସେଠାରେ ରହିଲା। ବର୍ତ୍ତମାନ ତାଙ୍କୁ ଚଟାଣରେ ଶୋଇବାକୁ ପଡ଼ିଲା। ତେଣୁ ସେଠାରେ ରହୁଥିବା ଝିଅମାନେ କହିଲେ ଯେ ଏଥିରେ ଆଡଜଷ୍ଟ ହୋଇଯିବ, ତୁମେ ମଧ୍ୟ ଆମ ପାଖରେ ଶୋଇପାରିବ। ଏହା ଏକ ଶୀତ ମାସ। ଏହା ଫେବୃଆରୀ ମାସ ଥିଲା। ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିଲା। ବର୍ତ୍ତମାନ ସୁରଜ ମଧ୍ୟ ଝିଅମାନଙ୍କ ପାଖରେ ଶୋଇଥାଏ। ଝିଅମାନେ ଥକି ଯାଇଥିଲେ, ତେଣୁ ସେମାନେ ଶୋଇଗଲେ। ବର୍ତ୍ତମାନ ସୁରଜ ଶୋଇପାରିଲା ନାହିଁ। ସେ ଏକଡ଼ ସେକଡ଼ ପାର୍ଶ୍ୱ ବଦଳାଉଥିଲା। କିଛି ସମୟ ପରେ ସେ ମଧ୍ୟ ଶୋଇପଡ଼ିଲା। ଯେତେବେଳେ ସୁରଜ ଶୋଇଥାଏ ସେମାନଙ୍କ ମଧ୍ୟରେ ଏକ ଝିଅ ଥିଲା ଯାହାର ନାମ ଅନାମିକା। ସେ ଜାଗ୍ରତ ହୋଇଥିଲା, ଯିଏ ସୁରଜଙ୍କ ପାଖରେ ଶୋଇଥିଲା। ତାର ହାତ ସୁରଜଙ୍କ ଉପରେ ପଡ଼ିଥିଲା। ସୁରଜ ମଧ୍ୟ ନିଦରୁ ଉଠି ଯାଇଥିଲେ। ସୁରଜ ମଧ୍ୟ ତାଙ୍କ ହାତକୁ ଘୁଞ୍ଚାଇ ଦେଉଥିଲେ। ଅନାମିକା ବାରମ୍ବାର ତାଙ୍କ ଦେହରେ ହାତ ବୁଲାଉଥିଲେ। ଏବେ ବର୍ତ୍ତମାନ ଦୁହେଁ ଧୀରେ ଧୀରେ ଏପରି ସ୍ଥିତିରେ ପହଞ୍ଚିଲେ ଯେ ଅନାମିକା ନାମକ ଝିଅଟି ସୁରଜ ସହ ସମ୍ବନ୍ଧ ରଖିବା ଆରମ୍ଭ କରିଥିଲା। ଦୁହେଁ ସେସବୁ କରିବାରେ ବ୍ୟସ୍ତ ଥିବାବେଳେ ଅନ୍ୟ ଏକ ଝିଅ ଉଠିଗଲା। ଯେତେବେଳେ ସେ ଏହି ଦୃଶ୍ୟ ଦେଖିଲା ସେ ମଧ୍ୟ ଏହି ଜିନିଷ ପାଇଁ ପ୍ରସ୍ତୁତ ହେଲା ଏବଂ ସେ ମଧ୍ୟ କହିଲା ଯେ ଯେତେବେଳେ ତୁମେ ତାଙ୍କ ସହିତ ଏହା କରୁଛ ତାହେଲେ ମୋ ସହିତ ମଧ୍ୟ କର, ମୋର ମଧ୍ୟ ଏହି ଜିନିଷ ଦରକାର। ବର୍ତ୍ତମାନ ସେହି ଝିଅ ସୁରଜ ସହିତ ଶାରୀରିକ ସମ୍ପର୍କ ରଖିବାରେ ଲାଗିଗଲା। ବର୍ତ୍ତମାନ ଯେତେ ଶୀଘ୍ର ଏହି 2 ଝିଅ ଏହି କାମରୁ ମୁକ୍ତ ହୁଅନ୍ତି ସେତେବେଳେ ଶବ୍ଦ ହେତୁ ତୃତୀୟ ଚତୁର୍ଥ ଝିଅ ମଧ୍ୟ ଜାଗ୍ରତ ହୁଅନ୍ତି। ବର୍ତ୍ତମାନ ସେମାନେ ଏହା ଦେଖି ଉତ୍ତେଜିତ ହୁଅନ୍ତି ଏବଂ ଏହା ମଧ୍ୟ କହିଲେ ଯେ ଯେତେବେଳେ ତୁମେ ସେମାନଙ୍କୁ ସନ୍ତୁଷ୍ଟ କଲ ତେବେ ଆମକୁ ମଧ୍ୟ ସନ୍ତୁଷ୍ଟ କର। ଏହାପରେ ସେମାନେ ମଧ୍ୟ ସୁରଜଙ୍କ ଉପରେ ଭୋକିଲା ଗଧିଆ ପରି ଲୋଟି ପଡ଼ିଲେ। ବିଚରା ସୁରଜ ଅଳ୍ପ ସମୟ ମଧ୍ୟରେ ଥକି ଯାଇଥିଲା। ଯେତେବେଳେ ସେ ଥକିଗଲା ଏବଂ ସେସବୁ କିଛି କରିବାକୁ ସକ୍ଷମ ହେଲା ନାହିଁ, ତାପରେ ସେଠାରେ ଥିବା ଝିଅମାନଙ୍କ ମଧ୍ୟରୁ ଜଣେ ଯାଇ ଏପରି ଔଷଧ ଆଣିଲା ଯାହାକୁ ଖାଇବା ପରେ ଉତ୍ତେଜନା ବଢ଼ିଥାଏ। ସେହି ଔଷଧକୁ ସୁରଜକୁ ଖୁଆଇଦେଲେ ଏବଂ ଗୋଟିଏ ଔଷଧ ବଦଳରେ ପ୍ରାୟ 2 କିମ୍ବା 3ଟି ବଟିକାକୁ ଖୁଆଇଦେଲା, ଯାହାଦ୍ୱାରା ଅତିରିକ୍ତ ଶକ୍ତି ରହିଥାଏ। ତେବେ ଏହା ସମସ୍ତଙ୍କୁ ସନ୍ତୁଷ୍ଟ କରିବାରେ ସମର୍ଥ ହେବ।
ବର୍ତ୍ତମାନ ଔଷଧର ଅତ୍ୟଧିକ ମାତ୍ରା ହେତୁ ସୁରଜ ପାଗଳ ହୋଇ ସେମାନଙ୍କ ସହ ସେସବୁ କରିବାରେ ବ୍ୟସ୍ତ ଥିଲା। ଝିଅମାନେ ତାକୁ ଭିଡ଼ି ନେଇ ନିଜର ଇଚ୍ଛା ପୂରଣ କରିବାକୁ ଲାଗିଲେ। କିଛି ମିନିଟ୍ ମଧ୍ୟରେ ସୁରଜର ଅବସ୍ଥା ଗୁରୁତର ହେବାକୁ ଲାଗିଲା। ତାଙ୍କ ବିପି ଏତେ ଉଚ୍ଚ ହେଲା ଯେ ସୁରଜଙ୍କର ସେଠାରେ ମୃତ୍ୟୁ ହେଲା। ସୁରଜଙ୍କ ମୃତ୍ୟୁ ପରେ ଝିଅମାନେ ଭୟଭୀତ ହୋଇ ସେ ସ୍ଥାନ ଛାଡ଼ି ସେମାନଙ୍କ ଜିନିଷ ନେଇ ସେଠାରୁ ଦୌଡ଼ି ପଳାଇଲେ। ସକାଳେ ହେବା ମାତ୍ରେ ରୋହିତ ସୁରଜକୁ ଫୋନ୍ କଲେ। ଫୋନ୍ ବାଜୁଛି, କିନ୍ତୁ ସୁରଜ ଫୋନ୍ ଉଠାଉନାହାନ୍ତି। ତେଣୁ ସେ ଯେଉଁଠାରେ ନୃତ୍ୟ କାର୍ଯ୍ୟକ୍ରମ ଚାଲିଥିଲା ସେଠାକୁ ଫୋନ୍ କଲେ। ସେମାନେ କହିଲେ ଯେ ସୁରଜ ନାମକ ବାଳକ ସମସ୍ତ ନୃତ୍ୟଶିଳ୍ପୀ ନେଇ ରାତିରେ ଚାଲିଯାଇଥିଲେ। ତାପରେ ରୋହିତ ନୃତ୍ୟଶିଳ୍ପୀ ଝିଅମାନଙ୍କୁ ଫୋନ୍ କଲେ, କିନ୍ତୁ ସେମାନଙ୍କ ନମ୍ବର ମଧ୍ୟ ଅଫ୍ ଥିଲା। ରୋହିତ ଚିନ୍ତିତ ହେବାକୁ ଲାଗିଲା। ତୁରନ୍ତ ତାଙ୍କ ମୋବାଇଲ ନେଇ କୋଠରୀରେ ପହଞ୍ଚିଗଲା। ଯେତେବେଳେ ସେ କୋଠରୀ ଭିତରକୁ ଗଲେ ସେଠାରେ ଥିବା ଦୃଶ୍ୟକୁ ଦେଖି ଚିତ୍କାର କରିବାକୁ ଲାଗିଲା ଏବଂ ଯେତେବେଳେ ସେ ଚିତ୍କାର କଲେ ସେହି ଅଞ୍ଚଳର ସମସ୍ତ ଲୋକ ଆସି ସେଠାରେ ଏକତ୍ରିତ ହୁଅନ୍ତି। ସେମାନେ ଦେଖିଲେ ଯେ ସୁରଜ ନାମକ ବାଳକ ଉଲଗ୍ନ ଅବସ୍ଥାରେ ମୃତ୍ୟୁ ହୋଇ ପଡ଼ିଛନ୍ତି। ବର୍ତ୍ତମାନ ସେମାନଙ୍କ ମଧ୍ୟରୁ କିଛି ଲୋକ ପୋଲିସକୁ ଫୋନ୍ କରି ଡାକିଲେ। ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଗଲା ଏବଂ ଏହି ଦୃଶ୍ୟ ଦେଖି ସମସ୍ତେ ବୁଝି ଯାଇଥିଲେ ଯେ ପିଲାଟି ସହ କ'ଣ ଘଟିଛି। ପିଲାଟି ବିନା ପୋଷାକରେ ଥିଲା। ଦେହ ସାରା ନଖ ଏବଂ କାମୁଡ଼ା ଚିହ୍ନ ଥିଲା, ଅର୍ଥାତ୍ ସୁରଜ ବଳାତ୍କାରର ଶିକାର ହୋଇଥିଲା। ବର୍ତ୍ତମାନ ଆଇନଗତ ପ୍ରକ୍ରିୟା ଅଧୀନରେ ସୁରଜକୁ ପୋଷ୍ଟମର୍ଟମ କରିବା ପାଇଁ ନିଆଗଲା। ଏବେ ରୋହିତ ସହ ସେ ଝିଅମାନଙ୍କ ବିଷୟରେ ପଚରାଉଚରା କରିବା ପରେ ପୋଲିସ ସେ ଝିଅମାନଙ୍କୁ ଖୋଜିବାରେ ତତ୍ପର ହୋଇଗଲେ। ପୋଲିସ ବାରମ୍ବାର ସେ ଝିଅମାନଙ୍କ ନମ୍ବରକୁ ଫୋନ୍ କରିବାକୁ ଲାଗିଲେ, କିନ୍ତୁ ସେମାନଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ପୋଲିସ ରୋହିତକୁ ଷ୍ଟେସନକୁ ନେଇ ଅନୁସନ୍ଧାନ ଜାରି ରଖିଲା। ରୋହିତ କହିଲା ଯେ ମୋ ମାଙ୍କ ଦେହ ଅସୁସ୍ଥ ହେବାରୁ ମୁଁ ସମସ୍ତ ଦାୟିତ୍ୱ ମୋ ସାଙ୍ଗ ସୁରଜକୁ ହସ୍ତାନ୍ତର କରି ଘରକୁ ଚାଲିଗଲି। ତାପରେ ଝିଅମାନଙ୍କ ସହିତ କ'ଣ ହୋଇଥିଲା, ଏସବୁ କେମିତି ହେଲା ମୁଁ ଜାଣେ ନାହିଁ। ଆମର ଝିଅମାନେ ଏବେ କେଉଁଠାରେ ଅଛନ୍ତି କିମ୍ବା ସେମାନଙ୍କ ସହ କ'ଣ ଘଟିଗଲା ମୁଁ ମଧ୍ୟ ଜାଣିନାହିଁ। ବାକି ସେମାନେ ମଧ୍ୟପ୍ରଦେଶରୁ ଆସିଥିଲେ। ତାଙ୍କ ଘର ଠିକଣା ମଧ୍ୟ ମୁଁ ଜାଣେ ନାହିଁ। ପୋଲିସ ସେମାନଙ୍କ ସିଡିଆର୍ ବାହାର କଲା। ସେମାନଙ୍କର କଲ୍ ସବିଶେଷ ତଥ୍ୟ ବାହାର କଲେ। ସେମାନଙ୍କର ମୋବାଇଲ ବନ୍ଦ ହୋଇଥିବା ଲୋକେସନ୍ ବାହାର କରି ଜାଣିବାକୁ ପାଇଲେ ଯେ ସେମାନେ ଦେଓରିଆ ସହରରେ କେଉଁଠାରେ ଲୁଚି ରହିଛନ୍ତି। ପୋଲିସ ସନ୍ଧାନ କରି ସେଠାରେ ଛପା ମାରିଲା ଏବଂ ସେମାନଙ୍କୁ ଗିରଫ କରିବାରେ ସଫଳ ହେଲା। ଏବେ ଧରାପଡ଼ିବା ପରେ ସେମାନେ ତାଙ୍କର ଅପରାଧ ସ୍ୱୀକାର କଲେ ଏବଂ କହିଲେ ଯେ ଆମେ ଅନେକ ଦିନ ହେଲା କୌଣସି ପୁରୁଷଙ୍କ ସଂସ୍ପର୍ଶରେ ଆସିନଥିଲୁ। ସେଦିନ ରାତିରେ ଏକ ଝିଅ ସୁରଜଙ୍କ ସହ ସମ୍ବନ୍ଧ ରଖିବା ବେଳେ ଅନ୍ୟ ଜଣେ ଝିଅ ଏହି ଦୁଇ ଜଣଙ୍କୁ ଦେଖିବା ପରେ ସେ ମଧ୍ୟ ତାଙ୍କ ସହିତ ସମ୍ପର୍କ ରଖିଥିଲା। ଶବ୍ଦ ହେତୁ ଅନ୍ୟ ଝିଅମାନେ ମଧ୍ୟ ଜାଗ୍ରତ ହୋଇଥିଲେ। ସେମାନେ ଏସବୁ ଦେଖି ନିଜର ନିୟନ୍ତ୍ରଣ ହରାଇଲେ ଏବଂ ସୁରଜକୁ ତାଙ୍କ ସହ ସେସବୁ କରିବାକୁ ବାଧ୍ୟ କରିଥିଲେ। ଯେତେବେଳେ ସେ କ୍ଳାନ୍ତ ହୋଇଗଲେ ଆମେ ଏପର୍ଯ୍ୟନ୍ତ ସନ୍ତୁଷ୍ଟ ହୋଇନଥିଲୁ। ତେଣୁ ଆମେ ତାଙ୍କୁ ଉତ୍ତେଜକ ଔଷଧ ସେବନ କରାଇଥିଲୁ ଏବଂ ତାଙ୍କ ସହ ଜବରଦସ୍ତି ସମ୍ପର୍କ ରଖିଥିଲୁ। ଔଷଧ ବୋଧହୁଏ ଅତ୍ୟଧିକ ମାତ୍ରାରେ ଥିଲା। ଆମେ ଏହିପରି କିଛି ଅନୁଭବ କରିନଥିଲୁ ଯେ ଆମେ ତାଙ୍କୁ 3-4ଟି ବଟିକା ଦେଇଥିଲୁ ଏବଂ ସେହି ବଟିକା ଖାଇବା ପରେ ସେ ବହୁତ ଉତ୍ତେଜିତ ହୋଇଥିଲେ। କିଛି ମିନିଟ୍ ପରେ ସୁରଜ ଏହି ଦୁନିଆ ଛାଡ଼ି ଚାଲିଗଲେ। ଆମେମାନେ ଭୟଭୀତ ହୋଇ କୋଠରୀ ଛାଡ଼ି ଦୌଡ଼ି ପଳାଇଲୁ। ପୋଲିସ ସେମାନଙ୍କୁ ଗିରଫ କରି ଜେଲ ହାଜତରେ ରଖିଥିଲା। ଆଇନ ଅନୁଯାୟୀ ସେମାନେ ଯାହା ଦଣ୍ଡ ପାଇବା କଥା ପାଇବେ। ପରିତାପର ବିଷୟ, ଏକ ନିରୀହ ନିର୍ଦ୍ଦୋଷ ବାଳକ ଝିଅମାନଙ୍କର ପାଶବିକ ଅତ୍ୟାଚାରର ଶିକାର ହୋଇଗଲା। ଝିଅମାନେ ଟିକେ ବି ଦୟା କଲେ ନାହିଁ ସେ ବାଳକ ଉପରେ। ନିଜର କାମନାକୁ ଚରିତାର୍ଥ କରିବାକୁ ଯାଇ ଜଣଙ୍କ ଜୀବନ ନେଇଗଲେ। ରୋହିତ ବିଚରା ନିଜର ଏକ ଭଲ ସାଙ୍ଗକୁ ହରାଇ ଅନୁତାପ କରୁଛି ଏବଂ ସୁରଜର ପରିବାର ଦାୟିତ୍ୱ ମଧ୍ୟ ବହନ କରୁଛି।